ନମସ୍କାର, ମୁଁ ସୁସ୍ମିତା ରଥ। ଆଜି ଆମେ ଡେ 16ର ଏଫର୍ମେସନ୍ କରିବା, ଯାହା ହେଉଛି ଇଂଲିଶରେ I am truly grateful to universe because it lovingly heal my relationship with my inner and outer richness। और हिंदीରେ ହେଉଛି मैं ब्रह्मांड प्रति सच्चे दिल से कृतज्ञ हूँ क्योंकि वह प्रेम पूर्वक मेरे भीतर की समृद्धि और मेरे बाहर की समृद्धि के साथ मेरे रिश्ते को निरंतर हील करता है। ଓଡ଼ିଆରେ ହେଉଛି ମୁଁ ବ୍ରହ୍ମାଣ୍ଡ ପ୍ରତି ହୃଦୟରୁ କୃତଜ୍ଞ କାରଣ ସେ ପ୍ରେମ ଭରା ଭାବରେ ମୋର ଭିତର ରିଚନେସକୁ ଏବଂ ବାହାର ରିଚନେସ ସହିତ ମୋର ସମ୍ପର୍କକୁ ସୁସ୍ଥ କରୁଛି। ଏହି ଏଫର୍ମେସନକୁ ଆପଣ ଦିନକୁ 40 ଥର ଲେଖିବେ ପ୍ରଥମେ, ତାପରେ ମିରର ଦେଖିକିନା କହିବେ। ଆପଣ ଯେତେବେଳେ କହିବେ ସେତେବେଳେ ମନେ ମନେ ଭାବିବେ ମୋ ଭିତରେ ଥିବା ସମୃଦ୍ଧି ମୋ ଜୀବନରେ ବାହାର ଧନ ସୁଯୋଗକୁ ସନ୍ତୁଳିତ ଓ ଆକର୍ଷିତ କରୁଛି। ଏହି ଏଫର୍ମେସନ ସହିତ ଆପଣ ଧୀରେ ଧୀରେ ମନେ ମନେ ଭାବିବେ ମୁଁ ଆଭ୍ୟନ୍ତରୀଣ ବା ବାହ୍ୟ ଦୁଇ ପ୍ରକାର ସମୃଦ୍ଧି ମୋ ପାଖରେ ଅଛି। ମୋ ଭିତରେ ଶାନ୍ତି, ଆତ୍ମବିଶ୍ୱାସ, ସନ୍ତୁଷ୍ଟି ଅଛି। ମୁଁ ବାହ୍ୟ ଜୀବନରେ ଧନ ଓ ସୁଯୋଗ ସହଜରେ ଆସୁଛି। ବ୍ରହ୍ମାଣ୍ଡ ପ୍ରେମ ଭରା ଭାବରେ ମୋ ସମୃଦ୍ଧିକୁ ସମର୍ଥନ କରୁଛି। ମୁଁ ଧନ ପାଇବା ଓ ଧାରଣ କରିବାର ଯୋଗ୍ୟ। ମୋ ଭିତରେ ଧନତା ମୋ ବାହାର ଜୀବନର ପ୍ରତିବିମ୍ବ ହେଉଛି। ମୁଁ ସୁରକ୍ଷିତ ଏବଂ ସମୃଦ୍ଧିର ପ୍ରବାହରେ ଅଛି। ମୋ ଜୀବନରେ ପର୍ଯ୍ୟାପ୍ତ ଓ ପ୍ରଚୁରତା ଅଛି। ଧନ୍ୟବାଦ ବ୍ରହ୍ମାଣ୍ଡ ମୋତେ ସମ୍ପୂର୍ଣ୍ଣ ଭାବେ ସମୃଦ୍ଧି କରିବା ପାଇଁ। ଆପଣ ଆଖିକୁ ବନ୍ଦ କରନ୍ତୁ ଆଉ ମନେ ମନେ ଧ୍ୟାନ କରନ୍ତୁ। ମୋ ଭିତରେ ସମୃଦ୍ଧି ଭରି ରହିଛି। ମୋ ବାହାରେ ମଧ୍ୟ ସମୃଦ୍ଧି ଅଛି। ବ୍ରହ୍ମାଣ୍ଡ ମୋତେ ସମର୍ଥନ କରୁଛନ୍ତି। ମୁଁ ଦିନକୁ ଦିନ ଧନୀ ହେବାରେ ଲାଗିଛି। ଏହି ଭାବନା ସହିତ ଆପଣ ଦିନକୁ ବିତାଇବେ। ଆଜି ଯେତେବେଳେ ମିରର ପାଖକୁ ଯିବେ ଏହି ଏଫର୍ମେସନ କହୁଥିବେ। ଧନ୍ୟବାଦ।